ପ୍ରେମ କ'ଣ? ପ୍ରେମର ଅର୍ଥ କ'ଣ? ପ୍ରେମ ପାଇବାର ଇଚ୍ଛା ନା ଦେଇଦେବାର ତ୍ୟାଗ? ସତରେ କ'ଣ ପ୍ରେମ ପାଇଗଲେ ମିଳିଯାଏ ଖୁସି? ଆଉ ତ୍ୟାଗ କଲେ କ'ଣ ମିଳେ ଦୁଃଖ ଆଉ ନିନ୍ଦା ଅପମାନ? ନା ଏଇ ପ୍ରେମ ଛାତି ଭିତରେ ଥିବା ଅସରନ୍ତି କୋହ ଆଉ ବେଦନା, ଯାହାକୁ କହିହେବ ନାହିଁ କି ବୁଝେଇ ହେବ ନାହିଁ? ପ୍ରେମ ଯେତିକି ପବିତ୍ର ସେତିକି କ'ଣ କଳଙ୍କିତ? ସତରେ କ'ଣ ଏଇ ପ୍ରେମର ଅର୍ଥ ଭିନ୍ନ ଏଇ ଯୁଗ ପାଇଁ? ଯେଉଁ ପ୍ରେମକୁ ମୁଁ ଦେଖିଥିଲି ସେଥିରେ ଲୁଚି ରହିଥିଲା କେବଳ ପ୍ରେମ, ଯାହା ହଜେଇ ବି ହଜିଯାଏ ମଣିଷ। କିନ୍ତୁ ଆଜିର ପ୍ରେମର ଅର୍ଥ କ'ଣ ଏସବୁ? ଏମିତି କିଛି କଲେଜ କ୍ଲାସରୁମ୍ରେ ଏକୁଟିଆ ବସିକି ଭାବୁଛି ରୋଜା। ସେ ନୂଆ ନୂଆ ଏବେ କଲେଜ ଯାଉଛି, +2 ସାଇନ୍ସରେ ପଢ଼ୁଛି। ତାର ସାଙ୍ଗରେ ବହୁତ ଝିଅ ପୁଅମାନଙ୍କର ପ୍ରେମର ସମ୍ପର୍କ ବହୁତ କମ୍ ଦିନରେ ଗଢ଼ି ସାରିଲାଣି। କିନ୍ତୁ ସେ ତ ପଢ଼ୁଆ ଝିଅ, ତାକୁ ସେମିତିକା ପୁଅ ମିଳିବ କେଉଁଠୁ? ସେ ବି ପ୍ରେମ କ'ଣ ବୁଝିପାରୁନାହିଁ। ପ୍ରେମ କେମିତି ହୁଏ ଜାଣିପାରୁନାହିଁ। ଭଲ ପାଇବା କ'ଣ କେମିତି କରାଯାଏ ଜାଣିପାରୁନାହିଁ। ସତରେ କ'ଣ ମୁଁ ତୁମକୁ ଭଲ ପାଉଛି କହିଦେଲେ କ'ଣ ଭଲ ପାଇବାଟା ହେଇଯାଏ? ସେଟା ବି ସେ ଜାଣିପାରୁନାହିଁ। ଏମିତି ଦେଖୁ ଦେଖୁ ରୋଜାର +2 ଶେଷ ବର୍ଷ ହେଇ ସାରିଲାଣି। ଅଚାନକ ତାର ନଜରରେ ଶେଷ ଧାଡ଼ିରେ ବସିଥିବା ଗୋଟିଏ ପୁଅ ଉପରେ ପଡ଼ିଲା, ଯିଏକି ବହୁତ ଦୁଷ୍ଟ ଥିଲା। କ୍ଲାସରେ ପଢ଼ିବା ଠାରୁ ଦୁଷ୍ଟାମିରେ ସେ ପ୍ରଥମ ଥିଲା। ସେଇ ପିଲାକୁ ଦେଖି ରୋଜା ମନେ ମନେ ଭାବିଲା, କେତେ ବଦମାସ ପିଲା ସେ। ନିଜେ ତ ପାଠ ପଢ଼ୁନାହିଁ କି ଆଉ କାହାକୁ ପଢ଼େଇ ଦେଉନାହିଁ। ଧୀରେ ଧୀରେ କ'ଣ ପାଇଁ କେଜାଣି ରୋଜା ସେହି ପିଲାକୁ ସବୁଦିନ ଦେଖିବାକୁ ଚେଷ୍ଟା କଲା। ଯେମିତିକି ସେ କ'ଣ କରୁଛି କ'ଣ ନାହିଁ। ସେ ପିଲାଟା ନ ଆସିଲେ କ'ଣ ପାଇଁ ଆସିନାହିଁ ସେଟା ବି ସେ ବୁଝିବାକୁ ଚେଷ୍ଟା କଲା। ଏମିତି ବୁଝୁ ବୁଝୁ ସେ ଜାଣିବାକୁ ପାଇଲା ସେ ପିଲାଟା ଉପରୁ ଖରାପ ହେଲେ କ'ଣ ହବ, ଭିତରୁ ବହୁତ ଭଲ। ତା ନାଁ ହେଉଛି ରାଜା। ଏବେ ରାଜାର ସେଇ ଛୋଟ ଛୋଟ ବଦମାସି ରୋଜା ମନକୁ ଛୁଇଁଗଲା। ସେ କେବେ ବି ରାଜା ସହ କଥା ହେଇନାହିଁ କି କେବେ ବି ହେବା ପାଇଁ ବି ଚେଷ୍ଟା କରିନାହିଁ। କେମିତି ବି କଥା ହେବ ସେ ବି ଜାଣିପାରୁନାହିଁ। ସମୟ ଅତିକ୍ରମ। ସେଦିନ ଭାଲେଣ୍ଟାଇନ୍ସ ଡେ। ସମସ୍ତେ ବହୁତ ଖୁସି ଥାଆନ୍ତି। ସେଦିନ ତ ପ୍ରେମ ଯୁଗଳଙ୍କର ଦିନ। କିନ୍ତୁ ରୋଜା ଖୁସି ହେବ କି ଦୁଃଖ ହେବ ସେ ଜାଣିପାରୁନାହିଁ। ରାଜା ତା ସାଙ୍ଗ ନା ଅଜଣା ମଣିଷ ନା ପ୍ରେମିକ ସେ ଜାଣିପାରୁନାହିଁ। ଏମିତି ସେହି ଦିନର ଶେଷ କ୍ଲାସ ସାରି ଯେତେବେଳେ ରୋଜା ଘରକୁ ଫେରୁଥିଲା ସେ ଶୁଣିଲା ତାକୁ କିଏ ଡାକୁଛି ପଛକୁ ବୁଲି ଦେଖିଲା ବେଳକୁ ରାଜା। ସେ କ'ଣ କହିବ ବୋଲି ବୁଝିପାରୁନି। ଠିକ୍ ସେତିକିବେଳେ ରାଜା କହିଲା, ରୋଜା, ମୁଁ ତୁମକୁ ବହୁତ ଭଲ ପାଏ। ଏତିକି କହି ନାଲି ଗୋଲାପ ଫୁଲଟେ ତା ହାତକୁ ଦେଲା। ସେହି ମୁହୂର୍ତ୍ତରେ ରୋଜା କ'ଣ କହିବ, କ'ଣ ପ୍ରତି ଉତ୍ତର ଦେବ କିଛି ନ ବୁଝିପାରି ଚୁପ୍ କରି ସେଠୁ ଚାଲିଗଲା। ସେଠୁ ସିନା ସେ କିଛି ନ କହି ଚାଲିଗଲା, କିନ୍ତୁ ଘରେ ପହଞ୍ଚିବା ପରେ ଆଖିକୁ ନାହିଁ ନିଦ। ରାତି ସାରା ଆଖି ଆଗରେ ବୁଲି ଚାଲିଛି ରାଜାର ପ୍ରତିଛବି ସହ ତାର ସେହି ପଦକ କଥା। ବୁଝିପାରୁନାହିଁ କିଛି କଥାବାର୍ତ୍ତା ନ ହୋଇ କିଛି ସମ୍ପର୍କ ନ ଥାଇ କେମିତି ରାଜା ତାକୁ ଭଲ ପାଇପାରେ। ସତରେ କ'ଣ ରାଜା ତାକୁ ଭଲ ପାଉଛି ନା ସେଟା ବି ତାର ଛଳନା? ସେଇ ସବୁ ଭାବନା ଭିତରେ କେତେବେଳେ ରାତି ପାଇ ସକାଳ ହେଇଗଲାଣି ଜଣା ନାହିଁ ତାକୁ। ପ୍ରଥମ ଥର ସେ ଆଜି କଲେଜ ଗଲାବେଳକୁ ଛାତି ତାର ଜୋର ଜୋର କରି ସ୍ପନ୍ଦନ ହେଉଛି। ସେଇ ଅବୁଝା ମନରେ ଅନେକ ପ୍ରଶ୍ନ ଭିତରେ କ୍ଲାସରୁମ୍ରେ ପହଞ୍ଚିଲା ବେଳକୁ ରାଜା ତାକୁ ଅପେକ୍ଷା କରିଛି। କିନ୍ତୁ ସେ କାହାକୁ କିଛି ନ କହି ଚୁପ୍ସେ ବସିଯାଇଛି। କ୍ଲାସ ନ ହେଉଥିବାରୁ ରାଜା ଆସି କରି ରୋଜା ସହ କଥା ଆରମ୍ଭ କରିଛି। ଆଉ କହିଛି, ମୁଁ ତୁମକୁ ଯେବେଠାରୁ ଦେଖିଥିଲି ସେବେଠୁ ତମକୁ ଭଲ ପାଉଛି। କିନ୍ତୁ ତମେ ଏତେ ଭଲ ପାଠ ପଢ଼ ଯେ ମୋତେ ସାହସ ହୁଏ ନାହିଁ କିଛି କଥା କହିବା ପାଇଁ। ଆଉ କିଛି ଦିନ ସରିଲା ପରେ ତମେ କେଉଁଠି ଆଉ ମୁଁ କେଉଁଠି ଜାଣେ ନାହିଁ। ଭାବିଲି ଯିବା ପୂର୍ବରୁ ନିଜ ମନର କଥା କହିବି ତମକୁ। ଏଇ କଥା ଶୁଣି ରୋଜା ପୁରା ଆବାକାବା
ତା ମନରେ ଥିବା ସଙ୍କୋଚ ଏବେ ଦୂରୀଭୂତ ହୋଇଯାଇଛି। ନିଜ ମନରେ ଥିବା ରାଜା ପ୍ରତି ଆକର୍ଷଣକୁ ସେ ପ୍ରେମର ନାମ ବି ଦେଇ ସାରିଲାଣି। କେତେବେଳେ ସେଇ ବଦମାସ ପୁଅ ଗୋଟିଏ ପଢ଼ୁଆ ଝିଅକୁ ଭଲ ପାଇ ବସିଲାଣି ସେ ବି ଜାଣିନାହିଁ। ନିଜ ଭଲ ପାଇବାକୁ ଆଉ ନ ଲୁଚାଇ ଶେଷରେ ସେ ରାଜାକୁ ହଁ କହିଛି। ଏମିତି ଦେଖୁ ଦେଖୁ ତାଙ୍କ ଭଲ ପାଇବାକୁ ଏବେ 10 ବର୍ଷ ହେଇଗଲାଣି। ଏଇ 10 ବର୍ଷ ଭିତରେ କେତେ ମନମାଳିନ୍ୟ, ରାଗ, ରୁଷା, ମାନ ଅଭିମାନ ଥିଲା, କିନ୍ତୁ ତାଙ୍କର ସେଇ ଭଲ ପାଇବା ଏବେ ବି ଅଛି, ଆଉ ରହିଥିବ। ଏବେ 2 ବର୍ଷ ହେଲାଣି ଦୁଇ ଜଣଙ୍କ ଘରେ ଖୋଜାଖୋଜି ବାହାଘର ପାଇଁ ଚାଲିଲାଣି। ଜାତି ଛୋଟ ବଡ଼ ହୋଇଥିବାରୁ ଦୁଇ ଜଣଙ୍କ ଘରେ ରାଜି ହେଉନାହାନ୍ତି। ଆଉ ଏହି 2 ବର୍ଷ ଭିତରେ ସେମାନେ ଘରେ ବୁଝେଇ ସାରିଲେଣି, କିନ୍ତୁ ତାଙ୍କ ଘରେ କେହି ବୁଝୁନାହାନ୍ତି। ଶେଷରେ ଘର ଲୋକ ମରିଯିବାର, ଛାଡ଼ିଯିବାର ବାହାନା କରି ତାଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗିବାରେ ସଫଳ ହୋଇଯାଇଛନ୍ତି। ଶେଷରେ ତାଙ୍କର ସେହି 10 ବର୍ଷର ଭଲ ପାଇବା ହାର ମାନିଯାଇଛି। କେତେ ଅଭୁଲା ସ୍ମୃତି, ଅକୁହା କଥାକୁ ଜଳାଞ୍ଜଳି ଦେଇ ବିଚ୍ଛେଦ ହେଇଯାଇଛନ୍ତି ସେମାନେ ନିଜ ପରିବାର ପାଇଁ। ଉଭୟ ବିବାହ କରି ଉଭୟଙ୍କର ଛୁଆ ପିଲା ମଧ୍ୟ ହେଇସାରିଲାଣି ଏହି 5 ବର୍ଷ ଭିତରେ। କିନ୍ତୁ ବିବାହ ପରେ କେବେ କାହା ସହ ସମ୍ପର୍କ ନାହିଁ କି କେହି କାହା ବିଷୟରେ ଜାଣିବାକୁ ଚେଷ୍ଟା କରିନାହାନ୍ତି। ଏମିତିକି ବିବାହ ପରେ କେବେ କଥା ହେବାକୁ କି ଦେଖା କରିବାକୁ ଚେଷ୍ଟା କରିନାହାନ୍ତି ସେମାନେ। ପୁରୁଣା ସ୍ମୃତି ସହ ପୁରୁଣା ସାଙ୍ଗ, ପୁରୁଣା ଫୋନ୍ ନମ୍ବର ଏବଂ ପୁରୁଣା ସବୁକିଛି ଭାଙ୍ଗି ଦେଇଛି ରୋଜା। ଯେଉଁ ପ୍ରେମର ଅର୍ଥ ଦିନେ ସେ ବୁଝିଥିଲା, ସେ ଆଜି ପୁଣି ସେହି ପ୍ରେମର ଅର୍ଥ କ'ଣ ବୁଝିପାରୁନାହିଁ। ସମୟ ଅତିକ୍ରମ। ସବୁଦିନ ଭଳି ସେଦିନ ବି ରୋଜା ତା ପୁଅକୁ ସ୍କୁଲ ନେବା ରାସ୍ତାରେ ଅଚାନକ ଭାବେ ରାଜାକୁ ଦେଖିଲା। ସେ ପୁରା ଆଶ୍ଚର୍ଯ୍ୟଚକିତ। ରାଜା ବି ସମାନ ପରିସ୍ଥିତି। ଉଭୟଙ୍କର ଚାରି ଆଖିରୁ ପରିବର୍ତ୍ତନ 2 ଆଖିରେ। ଅଚାନକ ଭାବେ ଉଭୟ ଉଭୟଙ୍କୁ ଦେଖି କ'ଣ କହିବେ କ'ଣ ନାହିଁ କିଛି ନ ବୁଝିବା ଭିତରେ ସ୍ରୋତ ପ୍ରଭୂତ ଭାବେ ଆଖିରୁ ବୋହି ଚାଲିଥିଲା ଲୁହ। ନିଜ ନିଜର ଲୁହକୁ ଲୁଚେଇ ଚାଲି ଯାଇଥିଲେ ଉଭୟ। ଅଚାନକ ଭାବେ ଏତେ ବର୍ଷ ପରେ ନିଜ ଭଲ ପାଇବାକୁ ଦେଖି ହେଇଯାଇଥିଲେ ଉଭୟ ଅଧୀର। ପୁନର୍ବାର ପାଇଁ ମନେ ପଡ଼ିଗଲା ତାଙ୍କର ପୁରୁଣା କାହାଣୀ, ତାଙ୍କର ପୁରୁଣା ସ୍ମୃତି। ଯେଉଁ ସ୍ମୃତିକୁ ଉଭୟ ଛାତି ତଳେ ଚାପି ଧରିଥିଲେ, ସେ ସ୍ମୃତି ଆଜି ଆଖି ମନ ପୁଣି ବଖାଣି ଚାଲିଲାଣି। ଦବି ରହିଥିବା ପ୍ରେମ ଯେମିତି ତାଙ୍କର ପୁଣି ଥରେ ପ୍ରସ୍ଫୁଟିତ ହୋଇ ବସିଲାଣି। ନିଜକୁ ନିୟନ୍ତ୍ରଣ କରିପାରୁନାହାନ୍ତି ଉଭୟ ଉଭୟଙ୍କ ବିଷୟରେ ଜାଣିବା ପାଇଁ। ପୁରୁଣା କଥାକୁ ମନର ଅଇନା ଭିତରେ ବନ୍ଦ କଲେ ବି ରୋଜା ଜାଣିଥିଲା ରାଜା ମୁମ୍ବାଇରେ ରହୁଛି। ସେ ପୁଣି କେବେ ବାଙ୍ଗାଲୋର ଆସିଲା ସେଇ କଥା ବୁଝିପାରୁନାହିଁ ସେ। ଅନେକ ପ୍ରଶ୍ନ, ଅନେକ କଥା ଭିତରେ କେବଳ ଅପେକ୍ଷା, କେବଳ କାଲିର ସକାଳକୁ। ଏଇ ପୁରୁଣା ସ୍ମୃତିକୁ ରୋଜା ତା ସ୍ୱାମୀ ଏବଂ ରାଜା ତାର ସ୍ତ୍ରୀକୁ କିଛି କହି ନଥିଲା। ତା ପରଦିନ ଉଭୟ ଉଭୟଙ୍କୁ ଦେଖିବା ଆଶାରେ ଯାଇଥିଲେ ସମାନ ସମୟରେ ସ୍କୁଲ। ଆଜି କିଛି କ୍ଷଣ ହେଉ ପଛେ ଉଭୟ କଥା ହେଇଛନ୍ତି। ନିଜ ଭାବନାକୁ ନିୟନ୍ତ୍ରଣ କରି ଉଭୟଙ୍କ କଥା ଜାଣିବାକୁ ପାଇଛନ୍ତି। ରୋଜା ଜାଣିବାକୁ ପାଇଛି ପ୍ରାୟ 1 ବର୍ଷ ହେଲାଣି ରାଜା ବାଙ୍ଗାଲୋରରେ ରହି ଆସୁଛି, ଅଥଚ କେବେ ଦେଖା ହେଇନାହିଁ। ସତରେ ଗୋଟିଏ ସହରରେ ଥିଲେ ମଧ୍ୟ ଭଗବାନ ତାଙ୍କୁ ମିଶେଇ ନଥିଲେ। ସେଥିରେ ଜାଣିବାକୁ ପାଇଛି ରାଜାର ବି ଗୋଟିଏ ପୁଅ। ଆଉ କିଛି ଦୁଃଖ ସୁଖ ହେଇ ଚାଲିଗଲେ ସେମାନେ ନିଜ ନିଜ ରାସ୍ତାରେ। ସମୟ ଅତିକ୍ରମ ସହ ଧୀରେ ଧୀରେ ସେମାନେ ପୂର୍ବ ଭଳି ପ୍ରେମୀ ଯୁଗଳଙ୍କ ଭଳି ଲୁଚି ଲୁଚି ଫୋନରେ କଥା ହେବା ସହ ଦେଖା ସାକ୍ଷାତ ମଧ୍ୟ କରୁଛନ୍ତି। ଯେମିତି ତାଙ୍କର ସେହି ପୁରୁଣା ଦିନ ନୂଆ କରି ଗଢ଼ିଲାଣି ପୁଣି ଥରେ। କ'ଣ ଭୁଲ କ'ଣ ଠିକ୍ ସେମାନେ କିଛି ବୁଝିବାକୁ ଚାହୁଁନାହାନ୍ତି ସେମାନେ। ପ୍ରେମର ନିଶାର ଏକ ପରଦା ଆଖି ସାମ୍ନାରେ ପଡ଼ିଯାଇଛି। ସତରେ ଏଇ ପ୍ରେମ ଏକ ଜୁଆ ଖେଳ ଭଳି। ଯେତେବେଳେ ଏଇ ଜୁଆ ଖେଳରେ ଯିଏ ପଶିବ ସେ ନିଜର କାଣ୍ଡ ଜ୍ଞାନ ସବୁ ହଜେଇ ଦେବା ଭଳି ପ୍ରେମର ନିଶାରେ ମଣିଷ ସେଇ ସବୁ ଭୁଲ କରେ।
ଭୁଲିଯାଏ ନିଜ ସ୍ୱାମୀ, ନିଜ ପିଲାଛୁଆ, ନିଜ ସଂସାର, ନିଜ ମାନ ସମ୍ମାନ ଆଉ ଇଜ୍ଜତ କଥା। କେବଳ ମନରେ ରହିଥାଏ ନିଜ ଭଲ ପାଇବାଟି। ସେଇ ଭଲ ପାଇବା ନିଶାରେ ସେମାନେ ମନସ୍ଥ କଲେ ଯେ ଏବେ ଆଉ ଦେଶ ଦୁନିଆକୁ ଭୟ ନ କରି ଉଭୟ ଏବେ ସମସ୍ତଙ୍କୁ ଛାଡ଼ି ନିଜେ ବସେଇବେ ନିଜର ଏକ ସୁନାର ସଂସାର। ଆଜି ରୋଜା ରାଜା ସହ ଘର ଛାଡ଼ି ଯିବ ବୋଲି ଭାବୁଛି। ସେ କ'ଣ କରିବ କ'ଣ ନାହିଁ ବୁଝିପାରୁନାହିଁ। ତା ପଛରେ ତା ସ୍ୱାମୀ ଆଉ ତାର ଛୋଟ ଛୁଆ ବି ଅଛି। ସେମାନେ କେମିତି ରହିବେ ବୋଲି ଭାବୁଛି। ଏଇ ଘର ଛାଡ଼ିବା ଯଦି ସେ ବାହା ହେବା ପୂର୍ବରୁ କରିଥାନ୍ତା ତାହେଲେ ତାକୁ ଏତେ ଭାବିବାକୁ ପଡ଼ିନଥାନ୍ତା। ଏବେ ସେ ସତରେ ଯିବ ନା ରହିଯିବ ଏମିତି ଭାବି ଚାଲିଛି। ଦେଶ ଦୁନିଆ ତାକୁ କ'ଣ କହିବେ, ତାର ଏଇ ସମ୍ପର୍କକୁ କ'ଣ ନାମ ଦେବେ ସେ ଜାଣିପାରୁନାହିଁ। ଥରେ ସେ ପ୍ରେମରେ ତ୍ୟାଗ ଦେଇଛି, ଆଉ ଥରେ ସେ ତାକୁ ଦବାକୁ ଇଚ୍ଛା ବି ହେଉନାହିଁ। ସେ ବାହା ହେଇଛି ସତ, କିନ୍ତୁ ସେ ରାଜାକୁ ଏବେ ପର୍ଯ୍ୟନ୍ତ ଭୁଲି ନାହିଁ। ଲାଭ କ'ଣ ଏମିତି କାହା ପାଖରେ ରହିବା, ଯେଉଁଠି ମନ ଆଉ ଜଣଙ୍କ ପାଖରେ ଆଉ ଶରୀର ଆଉ ଜଣଙ୍କ ପାଖରେ। ଏବେ ସେ ନିଜ ସ୍ୱାମୀକୁ ଧୋକା ଏତେ ବର୍ଷ ଦେଇ ଆସିଲାଣି ବୋଲି ତାକୁ ଅନୁଭବ ହେଉଛି। ସେଇ ଧୋକା ଦେବା ଅପେକ୍ଷା ସେ ରାଜା ସହ ରହିବା ଠିକ୍ ବୋଲି ସେ ଗ୍ରହଣ କରି ଆସିଛି। ସେଥିରେ ସମସ୍ତଙ୍କର ଖୁସି ସେ ବି ଜାଣିପାରିଛି। ଏଇ କଥା ଭାବି ସେ ରାଜା ସହ ଘର ଛାଡ଼ି ଚାଲିଯାଇଛି। ପଛରେ ଛାଡ଼ି ଦେଇଛି ତାର ସ୍ୱାମୀ ଆଉ ଗୋଟିଏ କଅଁଳା ପୁଅକୁ। ରାଜା ବି ସେପଟେ ଛାଡ଼ି ଦେଇଛି ତାର ସ୍ତ୍ରୀ ଆଉ ପୁଅକୁ। 2 ଜଣ ନୂଆ ଘରେ ନୂଆ ସଂସାର କରି ବେଶ୍ ଭଲରେ ଅଛନ୍ତି। ତାଙ୍କ ମନରେ ଏବେ ଦୁଃଖ ନାହିଁ କି ଅଫସୋସ ନାହିଁ। ଏମିତି ଖୁସି ଭିତରେ ରାଜାକୁ କିଏ ମାମା ମାମା କହି ଡାକୁଛି। ତାକୁ ନିଦରୁ ଉଠାଉଛି। ସାମ୍ନାରେ ପାଏ ନିଜ ପୁଅକୁ। ଭୟରେ ତାର ଶରୀରରୁ ଗମ ଗମ ହେଇ ଝାଳ ବୋହି ଚାଲିଛି। ହୃଦୟ ଝୋର ଝୋର କରି ଧକ୍ ଧକ୍। ଜାଣିପାରିଛି ଏଇ ସବୁ ସ୍ୱପ୍ନ। ସ୍ୱପ୍ନ ଏତେ ଭୟଙ୍କର ହେଇପାରେ ସେ ବୁଝିପାରିଛି। କିନ୍ତୁ ଅପେକ୍ଷା ବି କାଲିର ସକାଳକୁ। ତା ପରଦିନ ସ୍କୁଲ ଯିବା ରାସ୍ତାରେ ପୁନର୍ବାର ରାଜା ଦେଖିଛି, କିନ୍ତୁ ତାକୁ ନ ଦେଖିଲା ଭଳି ସେ ସେଠୁ ଚାଲି ଆସିଛି। ସେ ଜାଣିଛି ବର୍ତ୍ତମାନର ଭଲ ପାଇବା କେବଳ ଛଳନା। କ'ଣ ପାଇଁ ସେ ସେଇ ଭଲ ପାଇବା ଭିତରେ ପଶିବ ଯେଉଁଥିରେ ସମସ୍ତଙ୍କୁ କଷ୍ଟ ମିଳିବ। ବେଳେବେଳେ ନିଜ ପୁରୁଣା ସ୍ମୃତିକୁ ଭୁଲିଯିବା ଅବା ଛାଡ଼ିଦେବା ଠିକ୍ ବି ସମସ୍ତଙ୍କ ପାଇଁ। ଯାହାକୁ ସେ ଅତୀତରେ ପାଇନାହିଁ ତାକୁ ବର୍ତ୍ତମାନରେ ହାସଲ କରିବା ବି ଭୁଲ। ଆଉ ଏବେ ସେ ବୁଝିପାରିଛି ପ୍ରେମ କ'ଣ। କେବଳ ଅକୁହା ବେଦନା, ଅଭୁଲା ସ୍ମୃତି, ଯାହାକୁ କହିହେବ ନାହିଁ କି ନିଜେ ସହ୍ୟ କରିହେବ ନାହିଁ। କେବଳ ସେ ଗୋଟିଏ ହୃଦୟର ଗୋଟିଏ କୋଣରେ ସାରା ଜୀବନ ପାଇଁ ସାଇତି ରହିଥିବ ସେଇ ପ୍ରେମ। ଆଶା କରୁଛି ଆପଣମାନଙ୍କୁ ଏଇ କାହାଣୀଟି ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ କମେଣ୍ଟରେ ଆପଣ କାହାକୁ ସତରେ ଯଦି ଭଲ ପାଇଛନ୍ତି କୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।